ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ରାମେଶ୍ୱରପୁର ଅଞ୍ଚଳରେ ମାଲିକ ଗିରୀଶ କୁମାର ରାଉତଙ୍କୁ ହତ୍ୟା କରିବା ଘଟଣାରେ ମାଲିକର କେୟାରଟେକର ଗିରଫ। ଅଭିଯୁକ୍ତ କେୟାରଟେକର ଦୀପକ ବିଶ୍ୱାଳ ସେ ମାଲିକର ଅତ୍ୟଧିକ ଆକଟକୁ ସହ୍ୟ କରି ନ ପାରି ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛି। ରାଜନଗର ବ୍ଲକ ମହୁଲିଆ ପଞ୍ଚାୟତ କଣିଛକରୁ ଜଣେ ଯୁବକର ମୃତଦେହ ଉଦ୍ଧାର। ମୃତ ଯୁବକ ରାଜନଗର ଗ୍ରାମର ପରଶୁରାମ ମଲ୍ଲିକ ହୋଇଥିବା ବେଳେ ତାଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାଇକ୍ ସହ ପଡି ରହିଥିଲା। ତେବେ ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ପରଶୁରାମ ମଲ୍ଲିକଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଭଦ୍ରକ ଜିଲ୍ଲା ଧାମରା ମେରାଇନ ଥାନା ଜୟଦୁର୍ଗା ପାଟଣା ଗାଁରେ ଭାଗ ଚାଷୀଙ୍କୁ ହତ୍ୟା। ଏକ ଜମିକୁ ଜବରଦଖଲ କରିବାକୁ ନେଇ କିଛି ଗୁଣ୍ଡା ତାଙ୍କୁ ହତ୍ୟା କରି ଘଟଣାସ୍ଥଳରୁ ଫେରାର ଥିବା ବେଳେ ଏନେଇ ଧାମରା ମେରାଇନ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଗଜପତି ଜିଲ୍ଲା ମୋହନା ଅଡବା ଥାନା କଟାମା ପାଣିଟାଙ୍କି ନିକଟରୁ ଜଣେ ଯୁବକଙ୍କର ରକ୍ତାକ୍ତ ମୃତଦେହ ଉଦ୍ଧାର। କିଛି ଦୁର୍ବୃତ୍ତ ଯୁବକଙ୍କ ଗଳା କାଟି ହତ୍ୟା କରିବା ପରେ ସେଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଥିବା ବେଳେ ମୃତ ଯୁବକ ଜଣକ ତୁଆବାଡି ଗାଁର ବୋଲି ସୂଚନା ଏବଂ ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। Preview. Audio Jungle. Audio Jungle. Preview. ହରିୟାଣାର ରୋହତକ ଜିଲ୍ଲାରେ ମହିଳା କଂଗ୍ରେସ କର୍ମୀ ହିମାନି ନରବାଲଙ୍କୁ ହତ୍ୟା ଏବଂ ତାଙ୍କ ମୃତଦେହ ବସଷ୍ଟାଣ୍ଡ ନିକଟରେ ପଡିଥିବା ଏକ ସୁଟକେସ୍ ମଧ୍ୟରୁ ଉଦ୍ଧାର ହୋଇଥିବା ବେଳେ ସାମ୍ପଲା ଥାନା ପୋଲିସ ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଥିବା ସୂଚନା। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ ସୁନାଝରି ଜଙ୍ଗଲରେ ବନ ବିଭାଗ ପକ୍ଷରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ଏବଂ ସୁନାଝରି ଜଙ୍ଗଲରେ ଥିବା ହାତୀପଲ ଭିତରେ କିଛି ଦନ୍ତା ହାତୀଙ୍କ ମଧ୍ୟରେ ଲଢେଇ ଲାଗିବାରୁ ଏହି ଦନ୍ତା ହାତୀର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସମ୍ବଲପୁର ଅଇଁଠାପାଲି ଥାନା ସିଂପାଲି ଗ୍ରାମରେ ଘରୋଇ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ ଏବଂ ପୋଲିସ ଅଭିଯୁକ୍ତ ସ୍ୱାମୀ କୁନା ଅରାମଙ୍କୁ ଗିରଫ କରିବା ସହ ତା ନିକଟରୁ ହତ୍ୟାରେ ବ୍ୟବହୃତ ଏକ ଲୁହା ପାଇପ୍ ଜବତ କରିଛି। ଘରୋଇ କଳହ ଯୋଗୁଁ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ୱାମୀ କୁନା ଏକ ଲୁହା ପାଇପ୍ରେ ସ୍ତ୍ରୀ ସସ୍ମିତାଙ୍କ ମୁଣ୍ଡକୁ ପିଟି ଦେଇଥିଲା। Preview. Preview. Audio Jungle. Audio Jungle. Preview. ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ସଂସାଇଲ ପଞ୍ଚାୟତ ଡୁବିକାଲ ଗାଁରେ ପାରିବାରିକ କଳହରୁ ସ୍ୱାମୀକୁ ହତ୍ୟା କରି ମାଟିରେ ପୋତିଦେଲା ସ୍ତ୍ରୀ। ଏଥିସହ ହତ୍ୟା ପରେ ଅଭିଯୁକ୍ତ ପତ୍ନୀ ସୁକିନ୍ଦା ଥାନାରେ ଆତ୍ମସମର୍ପଣ କରିବା ସହ ସେ ନିଜେ ହତ୍ୟା କରିଥିବା ସ୍ୱୀକାର କରିଛି ଏବଂ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଯାଜପୁର ରୋଡ ମିଲିଟାରୀ ଛକ ନିକଟ ଏକ ପରିତ୍ୟକ୍ତ ଘରେ ଜଣେ ବୃଦ୍ଧଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ଏବଂ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନବିନ ଜାରି କରିବା ସହ ବୃଦ୍ଧଙ୍କୁ ହତ୍ୟା ସନ୍ଦେହରେ ଜଣକୁ ଥାନାରେ ଅଟକ ରଖିଛି। ଏବଂ କୋରାପୁଟ ଜିଲ୍ଲା ବୋରିଗୁମା ଥାନା ଦୁର୍ଲାଗୁଡା ଅଞ୍ଚଳରେ ସ୍ୱାମୀଙ୍କୁ ମହଙ୍ଗା ପଡିଛି ଦ୍ୱିତୀୟ ବିବାହ। ପ୍ରଥମ ସ୍ତ୍ରୀଙ୍କ ଧାରଣା ପରେ ବେଦୀରୁ ବରକୁ ଉଠାଇ ନେଇଛି ପୋଲିସ। ଗତ 28 ତାରିଖରେ ବୋରିଗୁମା ଥାନାରେ ପ୍ରଥମ ସ୍ତ୍ରୀ ଲିଖିତ ଅଭିଯୋଗ କରିଥିଲେ ଏବଂ ସେ 17 ବର୍ଷ ତଳେ ତାଙ୍କୁ ପ୍ରେମ ବିବାହ କରିଥିଲେ।